ଜଗନ୍ନାଥ ଓ କିଛି ମାଗୁ ନାହିଁ ତୋତେ ଜଗନ୍ନାଥ ଧନ ମାଗୁ ନାହିଁ ଜନ ମାଗୁ ନାହିଁ ମାଗୁଛି ଶରଧା ବାଲିରୁ ହାତେ ଜଗନ୍ନାଥ। ନମସ୍କାର ସମସ୍ତଙ୍କୁ ସ୍ୱାଗତ ଆଦିତ୍ୟ ଏଜୁକେସନ କୁ। ଆଜି ଆମେ ଆଲୋଚନା କରିବା ଷଷ୍ଠ ଶ୍ରେଣୀର ଦ୍ୱିତୀୟ କବିତା ପ୍ରଭାତ ଅବକାଶ। ପ୍ରଭାତ ଅବକାଶ ଏହାର କବି ହେଉଛନ୍ତି କବି ବନମାଳୀ ଦାସ। ଯୋଉ ମୁଁ ଗୀତଟେ ଗାଇଲି ସେଇ ଗୀତର ଲେଖକ ହେଉଛନ୍ତି କବି ବନମାଳୀ ଦାସ। ପ୍ରଥମେ ଜାଣିବା ପ୍ରଭାତ ଅବକାଶ। ପ୍ରଭାତ ମାନେ ହେଲା ସକାଳ ଏବଂ ଅବକାଶ ମାନେ ହେଲା ବିଶ୍ରାମ, ଅର୍ଥାତ୍ ସକାଳର ବିଶ୍ରାମ। ପ୍ରଭାତ ଅବକାଶ କବିତାର ରଚୟିତା ହେଉଛନ୍ତି ବନମାଳୀ ଦାସ। ସେ ଅଷ୍ଟାଦଶ ଶତାବ୍ଦୀର ଜଣେ ଭକ୍ତ କବି। ସେ ପୁରୀରେ ବାସ କରିଛନ୍ତି। କୃଷ୍ଣଙ୍କୁ ନେଇ ସେ ଅନେକ ଭଜନ ଜଣାଣ ଲେଖିଛନ୍ତି। ଜଗନ୍ନାଥଙ୍କର ସେବା କରିବା ସହିତ ସେ ବହୁ ଭଜନ ଜଣାଣ ରଚନା କରିଛନ୍ତି। ତାଙ୍କର କବିତା ଗୁଡିକ ଯେପରି ସରଳ ସେପରି ସଙ୍ଗୀତମୟ। ତାଙ୍କ ରଚିତ ବନମାଳୀ ପଦ୍ୟାବଳୀ ନାମରେ ଏକତ୍ର କରି ପ୍ରକାଶ କରାଯାଇଛି। ତାଙ୍କର ଯେତେ ବି କବିତା ଲେଖା ହେଇଛି ପିଲାମାନେ, ତାଙ୍କର ଯେତେ ବି କବିତା ଲେଖା ହେଇଛି ସବୁ କବିତା ବନମାଳୀ ପଦାବଳୀରେ ନାମିତ, ବନମାଳୀ ପଦ୍ୟାବଳୀରେ ନାମିତ। ଏବେ ଦେଖିବା ତାଙ୍କର ଚୌପଦୀ ଏବଂ ଜଣାଣ ଗୁଡିକ। ବନମାଳୀ ଦାସଙ୍କର ଚୌପଦୀ ଗୁଡିକ ହେଲା କେତେ ଛନ୍ଦ ଜାଣେଲୋ ସଖୀ, ତୋ ଲାଗି ଗୋପଦାଣ୍ଡ ମନା, କି ଲାଜ ପାଇଲି ଆଜ, ସଙ୍ଗିନୀରେ ଚାହା, ମଣି ବିମାନେ ଗୋବିନ୍ଦ, ଆଗ ଦୂତି ଆଜ ରାତି, ସରିବ କିଏ ନିଶି ଗୋ, ଆଲୋ ସଖୀ ପାଶରି ନୁହେଁ ଗିରିଧାରିକି, ଆଲୋ ସଖୀ ଅତି ବିଷମ ନେତ୍ର ପିରତି, ଏରେ ନିର୍ଦୟା କାହିଁକି ସୁନା ବରନା, କିଏ ଲୋ ସଜନୀ କେଳି କଦମ୍ବ ମୂଳେ, କଳାବତୀ ସଞ୍ଜନାସି ନାକ୍ଷୀ। ଜଣାଣ ମଧ୍ୟରେ ଶ୍ରୀ ଶରଧାବାଳୀ ମାଗୁଣୀ ଜଣାଣ, ଯୋଉଟା କି ଜଗନ୍ନାଥ ହୋ କିଛି ମାଗୁ ନାହିଁ ତୋତେ, ଜଗନ୍ନାଥ ହେ ଯଶୋଦା କୁମର, ଦୀନବନ୍ଧୁ ଦଇତାରି, ମଣିମା ହେ ଏତିକି ମାଗୁଣୀ ମୋର, ଦୁଃଖ ନାଶନ ହେ ସୁଖ ନ ପାଇଲି ଦିନେ, କୃଷ୍ଣ କେଶବ ହରି ଆହେ ପ୍ରଭୁ କଳା ଶ୍ରୀମୁଖ, ଦୀନବନ୍ଧୁ ଏହି ଅଳିଶ୍ରୀ ଛାମୁରେ, ଚନ୍ଦନ ଯାତ୍ରା ଗୀତ, ଯୋଉଟା କି ମଣି ବିମାନେ ଗୋବିନ୍ଦ, ସଖୀ ଦେଖ ଗୋ ରାଧା ମାଧବ ଚାଲି, ମହାବାହୁ ଏହି କଥାରେ ମୋ ମନ। ତାଙ୍କର ଚୌପଦୀ ଏବଂ ତାଙ୍କର ଜଣାଣ ଏଗୁଡାକ ତାଙ୍କର। ତ ଆରମ୍ଭ କରିବା ତାଙ୍କର କବିତା ପ୍ରଭାତ ଅବକାଶ, ଲେଖିଛନ୍ତି ବନମାଳୀ ଦାସ। ପ୍ରଥମେ ଏହାକୁ ଆବୃତ୍ତି କରିବା। ଉଠ ନିଶି ପାହିଲା ଏଥର ହେ ବଂଶୀଧର, ଉଠ ନିଶି ପାହିଲା ଏଥର ହେ ବଂଶୀଧର, ମନ୍ଦିରେ ଡାକିଲେ ସୁକ, ବୃକ୍ଷରେ ରାବିଲେ କାକ, କୁହୁ କୁହୁ ରଟେ ପିତ, କୁକୁଟରା ଡାକିଲେ ପରଖର ହେ ବଂଶୀଧର, ଉଠ ନିଶି ପାହିଲା ଏଥର ହେ ବଂଶୀଧର, ଉଠ ନିଶି ପାହିଲା ଏଥର। ଅର୍ଥାତ୍ ଏବେ ଆମେ ବୁଝିବାକୁ ଚେଷ୍ଟା କରିବା। ଉଠ ନିଶି ପାହିଲା ଏଥର ହେ ବଂଶୀଧର। ଏଠାରେ ନିଶି ମାନେ ହେଲା ରାତ୍ରି, ନିଶି ମାନେ ରାତ୍ରି, ପାହିଲା ଏଥର ହେ ବଂଶୀଧର, ବଂଶୀଧର ମାନେ ଏଠାରେ କିଏ? ଶ୍ରୀକୃଷ୍ଣ। ବଂଶୀଧର ମାନେ ହେଲେ ଶ୍ରୀକୃଷ୍ଣ। ମନ୍ଦିରେ ଡାକିଲେ ସୁକ,
सुक माने पिला माने जानिथबो सुक सुक माने हला सुआ वृक्ष रे राबिले काक काक माने काऊ एवं कुहू कुहू रटे पिक माने हला कोइली कुकुट कुकुट माने हला कुकुड़ा कुकुट माने कुकुड़ा एपटे देखंतु समस्ते ना एपटे नूतन शब्दार्थ गुडी लेखा जायछि तो माने जानि परथबो डाकिले परखर माने कोन खूब जोर रे परखर माने खूब जोर रे बुझिला फास्तंजा तो उठ मिसी पाहिला एथर हे बंशीधर हला अर्थात जेतेबेले माता यशोदा श्रीकृष्ण को सकालु उठाइबा को जाई कहउछंती रे बंशीधर अर्थात श्रीकृष्ण अनेक समय से सोई रही एवं बहु समय धरी विलंब हेबारु अनेक डेरी हेबारु माता यशोदा को उठाइबा पई चेष्टा करिसंती एवं से कहउछंती मां यशोदा श्रीकृष्ण को सकाळु उठाइबा को जाई कहिसंती हे बंशीधर जे बंशी को धारण करिथांती रे बंशी को धारण के कहिसंती ना एठे श्रीकृष्ण ना बंशीधर माने एठे श्रीकृष्ण उठ निसी पाहिला एथर हे श्रीकृष्ण रात्रि पाहिगलाणी सकाल हे गलाणी तमे सज्जा त्याग कर मंदिरे डाकिले सुक वृक्ष रे राबिले काक राति पाहिलाणी तुमे एथर ना तुमे उठी पड़ मंदिर रे सुआ डाकिलाणी वृक्ष रे गछ डाल रे पाउ राबिलेणी एवं ना कुहू कुहू ध्वनि करी कोइली मध्य डाकिलाणी एपरी कि कुकुड़ा मध्य खूब जोर रे तुहा डाक छाड़िलाणी हे श्रीकृष्ण सकाळ हे गलाणी तुमे शीघ्र निद्रा त्याग कर बोली माता यशोदा श्रीकृष्ण को उठाइबा पई समस्त रे से माने उठाइबा पई चेष्टा करिसंती बुझिला द्वितीय स्टांजा को हमें देखिवा डाके जोशवंती भाले उठ मोर बन माले श्रीमुख देवी पखाळे झरी रे रखिछि बास निरहे बंशीधर उठ निसी पाहिलाए थर डाके जोशवंती माने किए थिले जोशवंती माने ठारे माता यशोदा भाली माने भावना करी उठ मोर बनमाली एठारे कवि बनमाली नुहे बनमाली माने एठारे श्रीकृष्ण को कहा जायछि श्रीकृष्ण को अन्य नाम बनमाली बा श्रीकृष्ण को कहा जायछि श्रीमुख माने हला कोन मुह श्रीमुख माने हला मुह म एपटे लिखि देछि देखो श्रीमुख हला मुह देवी पखाली माने कोन धोई देवी झरी माने हला जल पात्र एवं रखिछि बास माने हला सुगंधित जल अर्थात एठारे माता यशोदा कोन कहउछंती माता यशोदा कहउछंती जे हे बनमाली डाके जोशवंती भाले उठ मोर बनमाली अर्थात माता यशोदा एठारे कहउछंती हे मोर बनमाली तुमे उठिले सुगंध युक्त जल रे तुम मुह को मु धोई देवी एवं से कहउछंती उठ मोर बनमाली श्रीमुख देवी पखाळे एवं झरी रे रखिछि बास निरहे मु जो झरी रे जो माटी पात्र रखिते बा बास सुगंधित जल रे तुम मुह को मु कोन कर देबी पखाळे देबी बा तुम मुह को धोई देबी बोली माता यशोदा विनम्र अनुरोध करछंती श्रीकृष्ण को बुझिला पिला माने एबे केतरे प्रश्न मोर प्रथम प्रश्न प्रभात अवकाश कवितार कवि किए ना प्रभात अवकाश कवितार कवि होचंती बनमाली दास द्वितीय प्रश्न बनमाली दास केउ समयर कवि बनमाली दास केउ समयर कवि ना बनमाली दास अष्टादश शताब्दीर कवि सुक केउठारे डाकिछि सुक मंदिर रे डाकिछि बंशीधर बोली काहाकू कहा जायछि ना बंशीधर बोली श्रीकृष्ण को कहा जायछि वृक्ष रे किए राबिछि वृक्ष रे काऊ राबिछि पिक किभଳି राब करिछि कोइली पिक बा किभଳି राब करिछि ना कुहू कुहू राब करिछि फार्स्ट स्टांजा देखो पिला माने
ବୁଝି ହଉଛି ଦେଖ ଅମୃତ ପାଣି କଦଳୀ ଲବଣୀ ସଙ୍ଗତେ ଗୋଳି ଅଧାମ ଗୋଟିକା ପୁଳି ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସରହେ ବଂଶୀଧର ଉଠନି ସିପାହିଲା ଏଥର ଅମୃତ ପାଣି କଦଳୀ ଲବଣୀ ସଙ୍ଗତେ ଗୋଳି ଅଧାମ ଗୋଟିକା ପୁଳି ଖଣ୍ଡ ସଙ୍ଗେ ସରହେ ଅର୍ଥାତ୍ ଲବଣୀ ଲବଣୀ ମାନେ ଏହାର ଅରମି ଦେଖିଦବା ଆମେ ଲବଣୀ ଲବଣୀ ମାନେ ହେଲା କଣ ଲବଣୀ ମାନେ ଲହୁଣୀ ଗୋଳି ଗୋଳି ମାନେ ଅଧାମ ଅଧାମ ମାନେ କଣ ଅଧାମ ମାନେ ହେଲା ରାବିଡି ଗୋଟିକା ପୁଳି ଗୋଟିକା ମାନେ ହେଲା ପେଡା ପୁଳି ପୁଳି ମାନେ କଣ ଏକ ପ୍ରକାର ପିଠାକୁ କୁହାଯାଏ ପୁଳି ହେଲା ଖଣ୍ଡ ଖଣ୍ଡ ମାନେ ହେଲା କନ୍ଦ ଏବଂ ଭୁଞ୍ଜାଇବି ଭୁଞ୍ଜାଇବି ମାନେ ଖୁଆଇବି ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ପ୍ରକାରେ ତାଙ୍କର ମାନେ ତାଙ୍କର ଯୋଉ ସୁସ୍ୱାଦୁ ଖାଦ୍ୟ ତାଙ୍କର ମନୋଯାଚୀ ଯୋଉ ଖାଦ୍ୟ ତାଙ୍କର ଯୋଉ ଖାଦ୍ୟ ସେ ବେଶୀ ପସନ୍ଦ କରନ୍ତି ସେ ଖାଦ୍ୟର ନାଁ ଧରି ତାଙ୍କୁ ଡାକିଛନ୍ତି ନାଁ ଧରି ତାଙ୍କୁ ଉଠେଇବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ସେ କହିଛନ୍ତି ନା ତୁମେ ଶୀଘ୍ର ଯଦି ଉଠିଯାଅ ତାହେଲେ ଅମୃତ ତୁଲ୍ୟ ପାଣି କଦଳୀ ତା ସହିତ ଲହୁଣୀ ସହିତ ଗୋଳି ତା ସହିତ ପୁଳି ପୁଳି ଖଣ୍ଡ ସହିତ ଅଧାମ ଗୋଟିକା ତୁମକୁ ଗୋଟି ଗୋଟି କରି ଭୁଞ୍ଜାଇବି ଗୋଟି ଗୋଟି କରି ଖୁଆଇବି ତୁମେ ଯଦି ଶୀଘ୍ର କଣ ଶୀଘ୍ର ଶୀଘ୍ର ନିଦ୍ରା ଭାଙ୍ଗିଗଲେ ବା ତୁମେ ଶୀଘ୍ର ଉଠିଗଲେ ତୁମକୁ ନିଶ୍ଚିତ ଭାବରେ ମୁଁ କଣ କରିବି ନା ପାଣି ଅମୃତ ପାଣି କଦଳୀ ଲବଣୀ ଅଧାମ ଗୋଟିକା ପୁଳି ଏବଂ ଖଣ୍ଡ ତୁମକୁ ଗୋଟି ଗୋଟି କରି ମୁଁ ଖୁଆଇବି ବୋଲି ଶ୍ରୀକୃଷ୍ଣଙ୍କୁ ସେ କହିଛନ୍ତି କ୍ୱେଶ୍ଚନ ଯଦି କହିବେ ଉଠ ରାମ ବାସୁଦେବ ଗୋଗୋଷ୍ଠେ ଉଛୁର ହେବ ଦଧି ଅନ୍ନ ସାଥେ ନେବ ନଦୀ କୂଳେ କରିବ ଆହାର ହେ ବଂଶୀଧର ଉଠନି ସିପାହିଲା ଏଥର ଉଠ ରାମ ବାସୁଦେବ ଉଠ ରାମ ବାସୁଦେବ ଗୋ ଗୋଷ୍ଠେ ଗୋ ମାନେ ହେଲା ଗାଈ ଗୋଷ୍ଠେ ଗାଈ ଗୋଠ ଗୋ ଗୋଷ୍ଠ ମାନେ ହେଲା ଗାଈ ଗୋଠ ଉଛୁର ଉଛୁର ମାନେ ହେଲା ବିଳମ୍ବ ଦଧି ଅନ୍ନ ମାନେ ହେଲା ଦହି ଭାତ ଆହାର ଆହାର ମାନେ ହେଲା ଭୋଜନ ମାତା ଯଶୋଦା ଏଟା କଣ କହିଛନ୍ତି ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ କହୁଛନ୍ତି ହେ ହେ ରାମ ହେ ବାସୁଦେବ ତାଙ୍କୁ ସମ୍ବୋଧନ କରି ଶ୍ରୀକୃଷ୍ଣ ସମ୍ବୋଧନ କରି ତାଙ୍କୁ ଡାକୁଛନ୍ତି କହୁଛନ୍ତି ହେ ରାମ ହେ ବାସୁଦେବ ତୁମେ ଉଠି ପଡ କାରଣ ଗାଈ ଗୋଠ ବା ଗୋ ଗୋଷ୍ଠ ଯିବାକୁ ଡେରି ହେବ ଗୋ ଗୋଷ୍ଠେ ଉଛୁର ଉଛୁର ମାନେ ବିଳମ୍ବ ବା ଡେରି ହେବ କାରଣ ଗାଈ ଗୋଷ୍ଠ ଯିବାକୁ ଡେରି ହେବ ତୁମେ ଦହି ଭାତ ସାଙ୍ଗରେ ନେବ ଆଉ ନଈ କୂଳରେ ତାକୁ ଖାଇବ ଦଧି ଅନ୍ନ ସାଥି ନେବ ନଦୀ କୂଳେ କରିବ ଆହାର ଅର୍ଥାତ୍ ତୁମେ ଦହି ଭାତ ସାଙ୍ଗରେ ନେବ ଆଉ ନଈ କୂଳ ତାକୁ ଭୋଜନ କରିବ ଆହାର କରିବ ତାକୁ ତୁମେ ଖାଇବ ହେ ଶ୍ରୀକୃଷ୍ଣ ହେ ରାମ ବାସୁଦେବ ତୁମ ସମୟ ହେଇଗଲାଣି ନା ଗୋଗୋଷ୍ଠ ବା ଗାଈ ଗାଈ ଗୋଠ ଗାଈ ମାନଙ୍କୁ ନେଇ ହେଲା ଗୋଠ ଯିବା ପାଇଁ ହେଲା ଡେରି ହେଇଗଲାଣି ତୁମେ ଶୀଘ୍ର ଉଠି ଯାଅ ବୋଲି ସେ ବିନମ୍ର ଅନୁରୋଧ କରିଛନ୍ତି ପଞ୍ଚମ ସ୍ଥାଞ୍ଜା ଦେଖ ବାଛୁରୀ ଚରାଇ ଯାଇ କାଲି ପଥ ଶ୍ରମ ପାଇ ଅଳସରେ ଅଛୁ ଶୋଇ ଅଶକତ ହୁଏ କି ଶରୀର ହେ ବଂଶୀଧର ଉଠନି ସିପାହିଲା ଏଥର ବାଛୁରୀ ଆଚ୍ଛା ପିଲାମାନେ ବାଛୁରୀ ମାନେ ଜାଣିଥିବ ବାଛୁରୀ ମାନେ ହେଲା କଣ ନା ଗାଈ ମାନଙ୍କର ଯୋଉ ଛୋଟ ଛୋଟ ଛୁଆକୁ ତାକୁ କୁହାଯାଏ ବାଛୁରୀ ବାଛୁରୀ ମାନେ ହେଲା ଗାଈର ଛୋଟ ଛୁଆକୁ କୁହାଯାଏ ଦେନ୍ ପଥଶ୍ରମ ମାନେ ବାଟ ଚଲା ବାଧା ମାନେ ଯେତେବେଳେ ସେମାନେ ଗାଈ ଚରାଇବା ପାଇଁ ଯାଉଥିଲେ ବହୁତ ଦୂର ବଣ ଜଙ୍ଗଲ ଭିତରକୁ ଚାଲି ଚାଲି ସେମାନେ ଯାଉଥିଲେ ଅଳସରେ ଅଛୁ ଶୋଇ ଅଶକତ ମାନେ ହେଲା ଦୁର୍ବଳ ଅଶକତ ମାନେ କଣ ଅଶକତ ମାନେ ହେଲା ଦୁର୍ବଳ ଅଶକତ ମାନେ ହେଲା ଦୁର୍ବଳ ଅଶକତ ମାନେ ହେଲା ଦୁର୍ବଳ
ओके अशक्त माने दुर्बल ओके तो एठारे माता जशोदा भाड़ी होचंती माता जशोदा चिंतित होई से कहउचंती से चिंता करचंती से भाबिचंती जे गतकाली गाई बाछुरी चराइबाकू जाई बेस परिश्रम करि देछि तांको पुत्र बाछुरी चराई जाई काली पथ श्रम पाई अर्थात जो गतकाली गाई बाछुरी चराइबाकू जाई बेस परिश्रम करि देछि ଯାହା ଫଳରେ ଆଜି ସେ ଏମିତି ଅଳସୁଆ ହୋଇ ଅଳସରେ ସେ ଶୋଇ ପଡି ରହିଛି ନା ଏବଂ ଅଳସରେ ଅଚୁଷ୍ଟ ହୋଇ ଅଶକତ ହୁଏ କି ଶରୀର ହେ ଅଶକତ ମାନେ ଆଜି ତୁମ ଶରୀର ବଳହୀନ ହୋଇ ପଡିଛି କି ମାତା ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ଏଠାରେ କହୁଛନ୍ତି ଅଶକତ ହୁଏ କି ଶରୀର ହେ ଅର୍ଥାତ ତୁମ ଶରୀର ବଳହୀନ ହୋଇ ପଡିଛି କି ସେଥିପାଇଁ ତୁମେ ଆଜି ଅଧିକ ସମୟ ଶୋଇ ପଡିଛ ମାତା ଯଶୋଦା ମାନେ ପୁତ୍ରର ଏଇ ମାନେ ଅଳସୁଆ ଯୋଉ ପୁତ୍ର ଏତେ ସମୟ ପର୍ଯ୍ୟନ୍ତ ଯୋଉ ଶୋଇ ରହିଛନ୍ତି ଯୋଉ ଶରୀର ମାନେ ଅଳସୁଆ ହୋଇ ସେ ଶୋଇ ପଡିଛନ୍ତି ଏବଂ ତାଙ୍କ ଶରୀର ମାନେ ଗାଈ ବାଛୁରୀ ପଛରେ ଧାଇଁ ଧାଇଁ ତାଙ୍କର ଶରୀର ଯୋଉ ଅଶକତ ହେଇଯାଇଛି ଯୋଉ ଦୁର୍ବଳ ହେଇଯାଇଛି ବୋଲି ସେ ମାନେ ଚିନ୍ତିତ ଅଛନ୍ତି ମାତା ଯଶୋଦା ବୁଝିହେଲା ପଞ୍ଚମ ସ୍ଥାନ କ୍ଲିୟର ଏବେ ଆସିଯିବା ଆମେ ଷଷ୍ଠ ଛନ୍ଦ ଦେଖ ସିଂହ ଦ୍ୱାରେ ଗୋପ ସୁତ ଡାକନ୍ତି ଉଠ ଅଚ୍ୟୁତ କେତେ ନିଦ୍ରା ଯାଉ ତୁଛ ଆକାଶେ ଉଦୟ ଦିନକର ହେ ବଂଶୀଧର ଉଠନି ସିପାହୀ ଲାଏଥର ତ ସିଂହ ଦ୍ୱାରରେ ଗୋପ ବାଳକ ମାନେ ଗୋପ ବାଳକ ମାନେ ଏବଂ ଡାକନ୍ତି ଉଠ ଅଚ୍ୟୁତ ଅଚ୍ୟୁତ ମାନେ ହେଲା ଏଠାରେ ଶ୍ରୀକୃଷ୍ଣଙ୍କୁ କୁହାଯାଇଛି ଅଚ୍ୟୁତ କେତେ ନିଦ୍ରା ଯାଉତୁ ତ ଆକାଶେ ଉଦୟ ଦିନକର ମାନେ ହେଲା ଦିନକର ମାନେ ଦିବାକର ସୂର୍ଯ୍ୟ ରବି ଭାସ୍କର ତ ଏଠାରେ ଗୋପସୂତ ମାନେ କହିଛନ୍ତି ସିଂହ ଦ୍ୱାରରେ ଗୋପ ବାଳକ ମାନେ ଆସି ଡାକ ପକାଇଲେଣି କାରଣ ବିଳମ୍ବ ହେଇଯାଇଛି ଶ୍ରୀକୃଷ୍ଣ ଅନେକ ସମୟ ପର୍ଯ୍ୟନ୍ତ ଶୋଇ ପଡିଥିବାରୁ ବିଳମ୍ବ ହେବାରୁ ସିଂହ ଦ୍ୱାରରେ ପହଞ୍ଚି ଯାଇଛନ୍ତି ଗୋପସୂତ ମାନେ ଗୋପାଳ ବାଳକ ମାନେ ଏବଂ ତାଙ୍କୁ ଡାକୁଛନ୍ତି ଉଠ ଅଚ୍ୟୁତ ହେ ଅଚ୍ୟୁତ ତୁମେ ଉଠି ପଡ କେତେ ନିଦ୍ରା ଯାଉଛୁ ତ ଆକାଶେ ଉଦୟ ଦିନକର ହେ ଅର୍ଥାତ କେତେ ସମୟ ତୁମେ ଶୋଇ ରହିବ ଆକାଶରେ ସୂର୍ଯ୍ୟ ଉଦୟ ହୋଇଗଲେଣି ଆଉ କେତେ ସମୟ ତୁମେ ନିଦ୍ରାରେ ଶୋଇ ରହିବ ଆକାଶରେ ସୂର୍ଯ୍ୟ ଉଦୟ ହେଲାଣି ବୋଲି ସେମାନେ ଡାକ ଦେଇଛନ୍ତି ଶ୍ରୀକୃଷ୍ଣଙ୍କୁ ତଥାପି ଶ୍ରୀକୃଷ୍ଣଙ୍କର ନିଦ୍ରା ଭଙ୍ଗ ହେଉନାହିଁ ପୁଣି ସପ୍ତମ ସ୍ଥାନ ଲାଷ୍ଟ ସନ୍ଧ୍ୟା ଦେଖ ଏବେ ଉଠ ପ୍ରଭୁ ଚକ୍ରଧର ଯିବାକୁ ହେବ ଉଛୁର ବନକୁ ଗମନ କର ବନମାଳି ଚରଣେ କିଙ୍କର ହେ ବଂଶୀଧର ତ ଏଠାରେ ଦେଖିଦେବା ଚକ୍ରଧର ଚକ୍ରଧର ଯେ ଚକ୍ରକୁ ଧାରଣ କରିଥାଏ ଏଠାରେ ଶ୍ରୀକୃଷ୍ଣଙ୍କୁ କୁହାଯାଇଛି ଚକ୍ରଧର ବୋଲି ଯିବାକୁ ହେବ ଉଛୁର ମାନେ ଡେରି ବା ବିଳମ୍ବ ବୋଲି କହିଥିଲି ଅଲରେଡି ନେକ୍ସଟ ବନକୁ ଗମନ କର ବନମାଳି ଚରଣ ମାନେ ପାଦରେ କିଙ୍କର ମାନେ ହେଲା ଚାକର ଅର୍ଥାତ ଏଠାରେ କବି ନିଜେ ବନମାଳି ଦାସ କହୁଛନ୍ତି ହେ ପ୍ରଭୁ ଚକ୍ରଧର ଉଠ ପ୍ରଭୁ ଚକ୍ରଧର ହେ ପ୍ରଭୁ ଚକ୍ରଧର ତୁମେ ଉଠି ପଡ କାରଣ ବଣକୁ ଯିବାକୁ ଡେରି ହୋଇଯିବ ଏବେ ଉଠି ପଡ ତୁମର ନିତ୍ୟ କର୍ମ ସାରିଦେଇ ତୁମେ ବଣକୁ ଯାଅ ତୁମେ ଯିବାକୁ ହେବ ଉଛୁର ବନକୁ ଗମନ କର ଏବଂ ଏଇ ତୁମ ପାଦ ପଦ୍ମରେ ବନମାଳି ଚରଣେ କିଙ୍କର ହେ ଅର୍ଥାତ ତୁମ ପାଦ ପଦ୍ମରେ ଏ ବନମାଳି ଚାକର ପରି ରହିଛି ତୁମର ପାଦ ପଦ୍ମକୁ ମୁଁ ପୂଜା କରୁଛି ହେ ଚକ୍ରଧର ତୁମେ ଶୀଘ୍ର ଉଠିଯାଅ ବୋଲି ନିଜେ ବନମାଳି ଦାସ ଶ୍ରୀକୃଷ୍ଣଙ୍କୁ ଏଠାରେ ଶେଷ ସ୍ଥାନରେ ବିନମ୍ର ଅନୁଭବ କରିଛନ୍ତି ହେଲା ତୁମ ପାଦ ପଦ୍ମରେ ବନମାଳି ଚାକର ପରି ରହିଯାଇଛି ଏହିପରି ଭାବରେ ପ୍ରଭାତ ଅବକାଶର କବିତା କମ୍ପ୍ଲିଟ ହେଇଯାଇଛି 7ଟା ସ୍ଥାନ ସମସ୍ତେ ବୁଝି ପାରିଥିବ ବୋଲି ମୋର ଆଶା ଏବେ ଆମେ ଆଲୋଚନା କରିବା ତାର ପ୍ରଥମ ପ୍ରଶ୍ନ क्वेश्चन नंबर 1 सकाळ हेबारु केउ पक्षी राबिले सकाळ हेबारु केउ पक्षी राबिले आंसर हे जिवो सकाळ हेबारु सुआ काऊ
कोइली और कुकुड़ा राबिले। 6 नंबर क्वेश्चन माता जशोवंती श्रीकृष्ण को क्यों सब खाद्य खुआइबे बोली कहिसंती। यार आंसर हे जिवो पानी कदली। यार आंसर हे जिवो कोन ना पानी कदली। ओके पानी कदली लहुणी अधाम गोटिका पुली खंड और सर खुआइबे बोली माता जशोवंती कहिसंती। ओके माता जशोवंती कहिसंती। मोर नेक्स्ट क्वेश्चन श्रीकृष्ण क्यों कारणरू पथश्रम पाई अधिक समय सोई जाइसंती। यार आंसर हे जिवो गतकाली गोठरे श्रीकृष्ण बाछुरी पछरे धाइबा फलरे पथश्रम पाई अधिक समय सोई जाइसंती। ओके घ नंबर क्यों माने सिंह द्वार निकटरे थाई श्रीकृष्ण को डाकुछंती। ना आंसर हे जिवो सिंह द्वार निकटरे गोपसुत माने थाई श्रीकृष्ण को डाकुछंती। द्वितीय नंबर क्वेश्चन क्यों क्यों पक्षी श्रीकृष्ण को राति पाहिबार सूचना देउछंती। आंसर हे जिवो मंदिर रे सुआ कमा गछरे काऊ ओ कोइली घरे कुकुड़ा प्रभृति राबी राबी श्रीकृष्ण को राति पाहि जिबार सूचना देउछंती। 6 नंबर क्वेश्चन श्रीकृष्ण निदरू उठिबा परे मां यशोदा कोन करिवे कहउछंती। माता यशोदा कहउछंती श्रीकृष्ण निदरू उठिले झरी रे जो सुबासित जल रखिछंती सेथिरे श्रीकृष्ण सेथिरे श्रीमुख को धोई देबे अमृत तुल्य पानी कदली अधाम गोटिका पुली खंड सहित लहुणी सहित गोली खाइबा को देबे। 2 नंबर क्वेश्चन श्रीकृष्ण काहीकि एते बळ पर्यंत सोईछंती बोली माता यशोदा भाबुछंती। उत्तर हेबो मां यशोदा श्रीकृष्ण को बारंबार लोभ देखाई डाकिला परे से न उठिबारु यशोदा भाबिले जे बोध हुए तांको पुओ टिके हालिया होई जाईछि कारण गतकाली बाछुरी चराइबा को जाई बेसी परिश्रम होई जाईछि तेणु एते बेला पर्यंत सोईछंती बोली माता यशोदा भाबुछंती। 6 नंबर प्रश्न एही कविताटी रे यशोदांकर मातृस्नेह किपरि फुटी उठिछि। तार आंसर हे जिवो श्रीकृष्ण मां यशोदांकर एकमात्र पुत्र थिले तांकु प्रति मुहूर्त रे से जगी रहुथिले। श्रीकृष्णंकर किछि असुविधा होई गले माता यशोदांक मनरे नाना प्रकार संदेह खेली जाउथिला। पुओ श्रीकृष्ण उठिबारे विलंब हेबारो बड़ श्रद्धारे तांकु उठाइछंती। मोह धोई देबा सहित नाना प्रकार स्वादिष्ट खाद्य खाइबाकू लोभ देखाइछंती। एपरिकी निद्रारू उठिबारे विलंब जनित कारण से उल्लेख करबाकू पछाई नाहंती। ए सब दृष्टांत को देखिले यशोदांकर अनाबिल मातृस्नेह कवितारे स्पष्टतः फुटी उठिछि। 1 नंबर प्रश्न गोपाल बालक माने कोन कहि श्रीकृष्ण को निदर उठाउछंती। ना गोपाल बालक माने श्रीकृष्ण सिंह द्वार रे थाई हे अच्युत बोली डाकी श्रीकृष्ण को निदर उठाइछंती। एबे सरलार्थ नंबर आमे देखिबा 3 नंबर रो क अमृत पानी कदली लवणी संगते गोली अधाम गुटिका पुली खंड संगे भुंजाई भी सरहे। तो प्रथम लिखिदेव पिला माने अमृत पानी डट 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 भुंजाई भी सरहे। उक्त पद्यांशटी पठित आम साहित्य बहिर प्रभात अवकाश को इनवाइटेड कुमा दब पिले कवितारो संगृहित पूर्णच्छेद एठारे लेखक एठारे कवि बनमाली दास मां यशोदा श्रीकृष्ण को कि स्वादिष्ट खाद्य खुआइबे से संपर्क रे वर्णना करिसंती। पैराग्राफ चेंज करिवो तापर लिखिवो दिने सकाळ उठिबारे श्रीकृष्ण विलंब करिदेले तेणु मां यशोदा पुओ श्रीकृष्ण को उठाइबा को जाई कहिसंती रे बंशीधर मंदिर रे सुआ
ଏବଂ ଗଛରେ କାଉ କୋଇଲି ରାବିଲେଣି। ତୁମେ ଆଉ ଏତେ ସମୟ ଧରି ଶୋଇ ରୁହ ନାହିଁ। ତୁମର ଶ୍ରୀମୁଖ ଧୋଇବା ନିମିତ୍ତ ମୁଁ ସୁବାସିତ ମଧୁର ଜଳ ସାଇତି ରଖିଛି। ତୁମେ ତୁମେ ଉଠିଲେ ସେହି ଜଳରେ ମୁଁ ତୁମର ଶ୍ରୀମୁଖକୁ ଧୋଇଦେବି। ନିଦୁଆ ଶ୍ରୀକୃଷ୍ଣଙ୍କୁ ଶୁଣାଇବାକୁ ଯାଇ କହିଛନ୍ତି ଯେ ତୁମକୁ ମଧୁର ପାଣି କଦଳୀ ଓ ଲହୁଣୀ ଖାଇବାକୁ ଦେବି। ଅଧାମ ଗୋଟିକା ପୁଳି ଖଣ୍ଡ ସହିତ ସର ମିଶାଇ ଖାଇବାକୁ ଦେବି। ତେଣୁ ତେଣୁ ତୁମେ ଆଉ ବିଳମ୍ବ ନ କରି ଶୀଘ୍ର ଶଯ୍ୟା ତ୍ୟାଗ କର, କାରଣ ବହୁ ବିଳମ୍ବ ହୋଇଗଲାଣି। ତ ଏହିପରି ଭାବରେ ଶଳାର୍ଥ ନମ୍ବର 2 ଖ ନମ୍ବର ବାଛୁରୀ ଚରାଇ ଯାଇ କାଲି ପଥ ଶ୍ରମ ପାଇ ଅଳସରେ ଅଛୁ ଶୋଇ ଅଶକତ ହୁଏ କି ଶରୀର ହେ। ଦେଖିଦେବ ବାଛୁରୀ ଚରାଇ ଶରୀର ହେ। ଉକ୍ତ ପଦ୍ୟାଂଶଟି ପଠିତ ଆମ ସାହିତ୍ୟ ବହିର ପ୍ରଭାତ ଅବକାଶ କବିତାରୁ ସଂଗୃହୀତ। ଏଠାରେ କବି ବନମାଳୀ ଦାସ ଶ୍ରୀକୃଷ୍ଣଙ୍କ ଶଯ୍ୟାଜନିତ ବିଳମ୍ବର କାରଣ ସମ୍ପର୍କରେ ମାତା ଯଶୋଦାଙ୍କ ମୁହଁରେ ବର୍ଣ୍ଣନା କରିଛନ୍ତି। ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ନାନା ପ୍ରକାର ଲୋଭ ଦେଖାଇ ଡାକିଲା ପରେ ଦେଖିଲେ ଯେ ଶ୍ରୀକୃଷ୍ଣ ଶଯ୍ୟା ତ୍ୟାଗ କରୁନାହାନ୍ତି। ଗାଈ ଗୋଠକୁ ଯିବାରେ ଖୁବ୍ ଡେରି ହୋଇଯିବ ବୋଲି ସେ ପୁଅକୁ ଶୁଣାଇଛନ୍ତି। ପୁଣି ସେ କହୁଛନ୍ତି ଧନରେ, ବୋଧ ହୁଏ ତୁ ଗତକାଲି କୌଣସି ବାଛୁରୀ ପଛରେ ଧାଇଁ ଧାଇଁ ଖୁବ୍ ପରିଶ୍ରମ କରିଦେଇଛୁ, ଯେଉଁଥିପାଇଁ ତୋର ଶରୀର ବଳଶୂନ୍ୟ ହୋଇଯାଇଛି। ତେଣୁ ଆଜି ଏପରି ଉଠିବାରେ ବିଳମ୍ବ ତୋର ଘଟୁଛି। ତେବେ ଆଉ ବିଳମ୍ବ ନ କରି ଶୀଘ୍ର ଶଯ୍ୟା ତ୍ୟାଗ କରିଦିଅ, କାରଣ ସିଂହଦ୍ୱାର ନିକଟରେ ଗୋପାଳ ବାଳକ ମାନେ ଆସି ତୁମର ନାମ ଧରି ଡାକିଦେଲେଣି। ଏହିପରି ଭାବରେ ପ୍ରଭାତ ଅବକାଶର ମାନେ ଚ୍ୟାପ୍ଟର ବୁଝି ସାରିଲା ପରେ ସମସ୍ତ ପ୍ରଶ୍ନୋତ୍ତର ବି ଆଲୋଚନା କରାଯାଇଛି। ଯୋଉମାନେ ଏହାକୁ ଦେଖୁଛ, ଲାଇକ୍ କର, କମେଣ୍ଟ କର ଏବଂ ସବସ୍କ୍ରାଇବ କର। ନୂଆ ମାନେ ଯୋଉମାନେ ଆସନ୍ତି ସବସ୍କ୍ରାଇବ କର ଏବଂ ଏହି ଚ୍ୟାନେଲରେ ତୁମେ ସବୁ ଚ୍ୟାପ୍ଟର ସବୁ କିଛି ପାଇପାରିବ। ଧନ୍ୟବାଦ।